हाँ आज्ञा कुह जगन्नाथ सार कहते कि हाँ 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 नमस्कार आज्ञा मु विकास बेहरा कहते फोकस प्लस बीरवाड़ भुवनेश्वर कहते फोकस प्लस न्यूज तो चैनल कौन फोकस जान प्लस पारे न्यूज फोकस प्लस न्यूज चैनल हाँ हाँ कौन बीरवाड़ आज्ञा कहते विकास बेहरा कहते हाँ हाँ कौन आज्ञा आज्ञा बर्तमान ब्रिड रे काम चलती रोड काम चलती आज्ञा ब्रिट हाँ हाँ तो जो पड़ुଛି ଆମର ବ୍ଲକ ଫେଭର ପଡୁଛି ସବୁ ବାଲିରେ हम्म हम्म ସେଟା ଆଜ୍ଞା ମୁଁ ଦେଖିଲି ଗୋଟେ ରୋଡ ଆଜି ପ୍ରମେୟରେ ବାହାରିଛି ଆମେ ଯାଇଥିଲୁ ଅବିକା ଇବି हम्म 424 ଗୋଟେ ଗ୍ୟାରେଜ हाँ ଅଛି ଆଜ୍ଞା ମୁଁ ତ ଲେଖିଛି ଏନକରେଜମେଣ୍ଟ ବାହାର କରିବା ପାଇଁ ଲେଖିଦେଇଛି ନାଇଁ ଲେଖିଛି ବାହାର ଲେଖିଛି ଆଜ୍ଞା କରିବା ଆଗରୁ ପାଇଁ ନ ବାହାର କରି କେମିତି ତରତରେ କାମ ହେଇଗଲା ଆଜ୍ଞା କାହିଁକି ଆଜ୍ଞା ହେଲା ଏ କାମଟା ଆଗର କଣ ନ ଭାଙ୍ଗିକି ଏତେ ତରତର କାମ କରିବା କଣ ତାର ତର ମାନେ ତରରେ କରାହେଇନି ଆଜ୍ଞା ଶୁଣ ତର ଆଜ୍ଞା ତରରେ କରାହେଇନି କାମ ହଁ ହେଲା ଯେତେବେଳେ ଆମ ନଲେଜ କୁ ଆସିଲା ମୋ ଆଜ୍ଞା ନଲେଜ କୁ ଯେତେବେଳେ ଆସିଲା ସେ ସାଇଡ ରେ ଗୋଟେ ଘର ଆଜ୍ଞା ଅଛନ୍ତି ସେମାନେ ଜଣେଇଲେ ମତେ ସେ ଆପଣଙ୍କର ନ୍ୟୁଜ ର ଆଉ ଜଣେ ଅଛନ୍ତି ଲିଙ୍ଗା ବୋଲି ଜଣେ ବାବୁ ଅଛନ୍ତି ସେ ଜଣେଇଲେ ଦେଲା ପରେ ଆଜ୍ଞା ତାକୁ ମୁଁ ଜେଡିସି କୁ ଲେଖିଛି ତାକୁ ତୁ ବାହାର ତାମାନେ କରିଦବା ବାହାର ଇଞ୍ଜିନିୟର କଲା ପରେ ମାନେ ଯା ଯେତେବେଳେ କାମ ହଉଛି ତାଙ୍କ ଚେକିଂ ରେ କିଏ ଆସୁନାହାନ୍ତି ତାଙ୍କ ଅଫିସରେ ବସୁଛନ୍ତି ତାନେ ଆଜ୍ଞା ଜଣା ପଡୁଛି ଦେଖିଥିବେ କଣ ହେଇଛି ଆଉ ଭୁଲଭାଲ ହେଇଛି ତ ହେଇଛି ଆଉ ତାକୁ ନାଇଁ ତ ନାଇଁ ଆମେ ଇଞ୍ଜିନିୟର ୱାର୍କଆଉଟ ମାନେ କରିବା ତାହେଲେ ଏବେ ସାର୍ ଆଉ ଏଥିରେ ବସୁଛନ୍ତି ଇଞ୍ଜିନିୟର ମାନେ ଏଥିରେ ଆଜ୍ଞା ବସୁଛନ୍ତି ଇଞ୍ଜିନିୟର ମାନେ ଫିଲ୍ଡ କୁ ଆସୁନାହାନ୍ତି ଫିଲ୍ଡ ଶୁଣନ୍ତୁ ଇଞ୍ଜିନିୟର ଆଜ୍ଞା ନହେଲେ ଆଉ ଜାଣିଲେ କେମିତି ଆମେ ଲେଖିଲୁ କେମିତି ଆମେ ତ ସାର୍ ଚିଠି ଆପଣ କରିଦେଇଛୁ ନା କରିଛୁ ତାକୁ ବାହାର କରିବା ପାଇଁ ଜେଡିସି ରିକ୍ୱେଷ୍ଟ କରାଯାଇଛି ପଟ୍ଟନାୟକ ବାବୁ ଆପଣ ଆଜ୍ଞା କହିଲେ କୁହ ସାଇଟ୍ ଘର ବା କୌଣସି ରିପୋର୍ଟର ଯିଏ ଅଛନ୍ତି ଲିଙ୍ଗା ବାବୁ ସିଏ ଜଣେଇବାରୁ ଆପଣ ଜାଣିଲେ ମାନେ ହଁ ମୋର ହଁ କହିବା ହଁ କଥା ଆପଣଙ୍କର କିଛି ଭୁଲ ନାହିଁ ମୁଁ କହୁନି ଆପଣ ମୋ କହିବା ବହୁତ କଥା ଆଜ୍ଞା ସାଇଟ୍ ଶୁଣନ୍ତୁ ଆଜ୍ଞା ମୋର କଥା ଟିକେ ଶୁଣିଲେ ଆପଣଙ୍କୁ କହିବି ଶୁଣନ୍ତୁ ଆପଣ ହେଲେ ସବୁ ଜାଣିବା ଲୋକ ନ ଜାଣିବା ଲୋକ ହେଲେ ମୁଁ ଯୁକ୍ତି କରିବି କଣ କରିବି ଆପଣଙ୍କୁ ମିଛ ସତ ଗୋଟେ କହିଦେବି ନ ଜାଣିବା ଲୋକ ହେଲେ କଣ ଗୋଟେ ମିଛ ସତ କହିଦେବି ଆପଣ ସବୁ ଲାର୍ନେଡ ମ୍ୟାନ୍ ଗୋଟେ ଆପଣଙ୍କୁ କିଛି କିଏ ମିଛ ସତ କହିପାରିବେ ଆଜ୍ଞା ଗୋଟେ ଜଣାତରେ ଅଜଣାତରେ ସେଇଟା ୱାର୍କଆଉଟ ହେଇଯାଇଛି ତାକୁ କେମିତି ରେକ୍ଟିଫାଇ କରିବା ବ୍ୟବସ୍ଥା ଦେଖେଇ ମୁଁ ରେକ୍ଟିଫାଇ କରେଇବି ଏଇଟା ହଉଛି ମୋର ଆପଣଙ୍କ ପାଖରେ କହିବାର ଅଛି ସେଇଟା ତ ଆପଣ ସେ ଅନୁସାରେ ରେସ୍ପନ୍ସିବୁଲ ମତେ କହିଲେ ମୁଁ ସାଙ୍ଗେ ସାଙ୍ଗେ ତାକୁ ଚିଠି କରିଦେଇଛି କାହାକୁ ଯେ ମୁଁ ମୋ ନଲେଜକୁ ଯେତେବେଳେ ଆସିଲା ମୁଁ ଏନକରେଜମେଣ୍ଟ ରୁଲ ପାଇଁ କହିଛି ମ୍ୟାଡମଙ୍କୁ ମଧ୍ୟ ମୁଁ କହିଛି ଯେ ତୁରନ୍ତର ପଦକ୍ଷେପ ନେଇକି ତାକୁ ବାହାର କରିବା ବ୍ୟବସ୍ଥା କରିଦେବେ ସେଇଟା ତ ଶୁଣନ୍ତୁ କରା ଆଜ୍ଞା ସେଇଟା ମୁଁ ନିଜେ ମଧ୍ୟ ଯାଇଥିଲି ପର ଆଜ୍ଞା ଦିନ ସକାଳୁ ମୁଁ ନିଜେ ଯାଇ ଦେଖିକି ଆସିଲି ଦେଖିକି ଆସିଲା ସେଇ ପରେ ଜାଗା ନୁହେଁ ଆଜ୍ଞା ତାକୁ ବ୍ରିଡ୍ ର ବିଭିନ୍ନ ଜାଗାରେ ସାର୍ ପଟ୍ଟନାୟକ ବାବୁ ହେଇଥିବ ମୁଁ ବିଭିନ୍ନ ମନା ଜାଗାରେ ବ୍ରିଡ୍ ରେ କରୁନି ବିଭିନ୍ନ ଥିବ ଜାଗାରେ କଭର କରାହେଇଛି ଶୁଣନ୍ତୁ ବିଭିନ୍ନ ପ୍ରକାର ସବୁ ପାଖରେ ତ ପେପର ହଉଛି କୋଉଟା ଏନକରେଜମେଣ୍ଟ ଆମ ନଲେଜ ମାନେ ଆସିଲେ ବିଏମସି ବାଧ୍ୟରେ ଆମେ ବିଏମସି ରାସ୍ତା ପାଖରେ ଗରିବ ଲୋକଙ୍କ ଘର ଭାଙ୍ଗି ଯାଉଛି ଏଇଟା କାହିଁକି ଭାଙ୍ଗୁନାହାନ୍ତି ଆଜ୍ଞା ଭାଙ୍ଗା ହବ ପରା ଆଜ୍ଞା କେବେ ଭଙ୍ଗା ହବ ରୋଡ ହେଲା ରୋଡ ଉପରେ କାହିଁକି ବର୍ତ୍ତମାନ ବିଏମସି ଶୁଣନ୍ତୁ ରାସ୍ତା ରୋଡ ଶୁଣନ୍ତୁ ଆପଣ କେବେ ଭଙ୍ଗା ହବ ଭାଙ୍ଗିବେନି କାହିଁକି ତାକୁ କୋଶ୍ଚିନ୍ କଲେ ମୁଁ ଆପଣଙ୍କୁ ଇମିଡିଏଟ ଆନ୍ସର ନ ଦେଇପାରିବିନି ଭଙ୍ଗା ହେଇକି ଆଜ୍ଞା ମୋର ବର୍ତ୍ତମାନ କହିବେ ସବୁ ରାସ୍ତା ଶୁଣନ୍ତୁ ହଉଛି ଆମେ ତ କ୍ୱେଶ୍ଚନ କରିବା ଆଜ୍ଞା ଆମର କାମ ହେଲା କ୍ୱେଶ୍ଚନ ଆଜ୍ଞା କରିବା ଆପଣ କୋଶ୍ଚିନ୍ କରୁଛନ୍ତି ମୁଁ ଆପଣଙ୍କୁ ଆନ୍ସର ମୁଁ ଦଉଛି ଆଜ୍ଞା ମୁଁ କଣ ଆପଣଙ୍କୁ ଆନ୍ସର ଦଉନି କି ମୁଁ ଲେଖିଛି ଜେଡିସିଙ୍କୁ ଲେଖିଛି ଆଜ୍ଞା କ୍ଲିୟର ହବ ଆପଣ ଆଜ୍ଞା କହିଲେ ଏବେକା ଭାଙ୍ଗି ଦିଅନ୍ତୁ ସେଇଠି ଆଜିକା କରିଦିଅନ୍ତୁ ବୋଲି ଏବେ ମୁଁ ମୁଁ କଣ ଭାଙ୍ଗିବାର କରିବି ଆଇ ଏମ୍ ସାର୍ ହେଲ୍ପଲେସ୍ ମୋର ପଟ୍ଟନାୟକ ବାବୁ ମୋର କହିବାର ଆଜ୍ଞା କଥା ଭାଙ୍ଗିଛନ୍ତି ଏବେ ମୁଁ କହୁନି ଆପଣ ଯାହା କହୁଛନ୍ତି କଣ ମୁଁ ବୁଝିପାରୁନି ସାର୍ ହଁ ମୁଁ କହିବା ଆପଣଙ୍କର କଥା କନସେଣ୍ଟ ଯୋଉ କଣ ମୁଁ ଫିଲ୍ଡ ଇଞ୍ଜିନିୟର ବୁଝିପାରୁନି ମାନେ ଆପଣ ଅଛନ୍ତି ଶୁଣନ୍ତୁ ସାର୍ ଆପଣ ଆଜ୍ଞା କନସେଣ୍ଟ ମୁଁ ବୁଝୁଛି ମୁଁ ତାର ଆଜ୍ଞା ମାନେ ଯାହା ଏପ୍ରୋପ୍ରିଏଟ୍ ଆକ୍ସନ ହେବ ମୁଁ ନେଉଛି ଆଜ୍ଞା ହେଲା ନା ନାଇଁ ନାଇଁ ପଟ୍ଟନାୟକ ବାବୁ ମୋର ଗୋଟିଏ କଥା ହଁ ଯୋଉମାନେ କୁହନ୍ତୁ ଅଛନ୍ତି ସାଇଟ୍ ଇଞ୍ଜିନିୟର ମୋ କଥା ଟିକେ ନାଇଁ ଶୁଣନ୍ତୁ ସାଇଟ୍ ଇଞ୍ଜିନିୟର ଶୁଣନ୍ତୁ ମୁଁ ନାଇଁ ସାଇଟ୍ ନାଇଁ ସାର୍ ଇଞ୍ଜିନିୟରକୁ ସାର୍ କେତେ ଲେଟ୍ ମି ପ୍ରକାର କଥା କମ୍ପ୍ଲିଟ୍ ସାର୍ କହିଛି ମୁଁ ମୁଁ କମ୍ପ୍ଲିଟ୍ ଜାଣିଛି କରିବି ସବୁ ଆପଣ କହିବେ ସାଇଟ୍ ଇଞ୍ଜିନିୟର ଯୋଉମାନେ ଆଜ୍ଞା ସିଭିଲ୍ ଇଞ୍ଜିନିୟର ଅଛନ୍ତି ମାନେ ବିଏମସି ହୁଁ ଚାକିରି କରୁଛନ୍ତି ଯୋଉମାନେ ହୁଁ ସିଭିଲ୍ ଲାଇନ୍ ଦେଖୁଛନ୍ତି ବା କାମ ଦେଖୁଛନ୍ତି ସେମାନେ ତାହେଲେ ସାଇଟ୍ ଉପରକୁ ଆସୁନାହାନ୍ତି ସେ ଯାଇନଥିବ ଦେଖିଥିବ ନହେଲେ ଦେଖିକି କଣ ପାଇଁ ଆସୁନାହାନ୍ତି ଆଜ୍ଞା କରିନଥିବ କୋଉଠି ବି ସାଇଟ୍ ଇଞ୍ଜିନିୟର ଦେଖିବାକୁ ମିଳୁନି ଆମକୁ ଯେତିକି କାମ ହଉଛି ବ୍ଲକ ଶୁଣନ୍ତୁ ଫେଭର କାମ ସବୁ ହଉଛି ଦେଖା କୋଉଠି ହେଇଥିବ କିଏ ଦେଖିବାକୁ ଯାଉଥିବେ ନ ଯାଇଲେ କାମ କେମିତି ହଉଛି ଆଜ୍ଞା କାମ ଯାଉଥିବେ ତ ଯେ ଏଇଠି ଆପଣ ହେଲାନି ଗଲାବେଳେ ଦେଖିଥିବେ ନଥିବେ କଣ ମୁଁ କହିପାରିବି ତାକୁ ଏକ୍ଜାକ୍ଟଲି ମୁଁ କହିପାରିବିନି ସେମାନେ ଆସୁଛନ୍ତି ଯୋଉଠି ମାଟି ହୁଁ ପଡିଛି ଉଠଉନାହାନ୍ତି ଯୋଉ ବାଟେ ହୁଁ ବଙ୍କେଇ ନବା କଥା ରାସ୍ତା ନଉଛନ୍ତି ପକଉଛନ୍ତି କିନ୍ତୁ ଆଜ୍ଞା ଗଭର୍ଣ୍ଣମେଣ୍ଟର ପଇସା ଖର୍ଚ୍ଚ ହଉଛି ଆଜ୍ଞା ରାସ୍ତା କାମଟା ଜାଣିଛି ପୁରା ଜାଣିଛି ଟେଣ୍ଡର ପାସ୍ ଜାଣିଛି ହଉଛି ଜାଣିଛି ହଁ ସେ ପଇସା କାଇଁ ବର୍ବାଦ କରାହଉଥାଏ ଆଜ୍ଞା ଆମେ ଚେକ୍ କରାଯାଉନି ନାଇଁ ନାଇଁ ଯେମିତି ଯୋଉଠି ଯେତେବେଳେ ଆଜ୍ଞା ଯାହା କରିବା ବର୍ତ୍ତମାନ କଥା ଆପଣ we are ନଜର checking ଗଲାଠୁ appropriate ଆପଣ ନଜର ଯେତେବେଳେ ଗଲା ପଟ୍ଟନାୟକ ବାବୁ ଆପଣ କହୁଛନ୍ତି ଚିଠି କରିଛି ଏଡିସି ସେ ଭାଙ୍ଗିବେ ଏଇଟା ତ ହୁଁ ସତ କଥା କିନ୍ତୁ ହୁଁ ବହୁତ ଜାଗାରେ ଦେଖନ୍ତୁ ଆପଣ ଦେଖନ୍ତୁ ବ୍ରିଡ୍ ରୋଡରେ ଖୁଣ୍ଟ ଏପର୍ଯ୍ୟନ୍ତ ଅଛି ରୋଡ ଉପରେ ଲୋକ ଆକ୍ସିଡେଣ୍ଟ ହଉଛି ଗାଡି ଭାଙ୍ଗୁଛି କିଏ ଉଠଉଛନ୍ତି କେହି ଶୁଣେ ଉଠଉନାହାନ୍ତି ସେଗୁଡା ସବୁ ଇଲେକ୍ଟ୍ରିକ ବାଲାକୁ ଲେଖା ହେଇଥିବ ଯୋଉଟା ସେ ଏକ୍ଜାକ୍ଟଲି ଇଲେକ୍ଟ୍ରିକ କୋଉଠି କୋଉ ବିଏମସି ରୋଡ କରିବ କହିଲେ ମୁଁ ବିଏମସି କୋଉଠି ଇଲେକ୍ଟ୍ରିକ କରିବ ନାଇଁ ନାଇଁ କାହା କୋଉ ପରମିସନ ରୋଡ କରାଯିବ କଥା କହିଲେ ମୁଁ କହିବି ସେ କୋଉ ରୋଡ କଥା କହିଲେ ମୁଁ କହିବି ସ୍ପେସିଫିକ କହିଲେ ମୁଁ ତାକୁ କହିବି ସ୍ପେସିଫିକ ଏମିତି ରୋଡ ଓଭରାଲ ତ ତ ବ୍ରିଡ୍ କହିଲେ ମୁଁ ଯାଉଛି କହିପାରିବି ସାଇ ମନ୍ଦିର ଯୋଉ ଆଜ୍ଞା ଯାଉଛି ସାଇ ମନ୍ଦିର ସାଇ ଯାଉଛି ମନ୍ଦିର ବରମୁଣ୍ଡା ଶୁଣନ୍ତୁ ସାଇ ମନ୍ଦିର କହିଲେ ଆପଣ ଚାରି ଛକରୁ ସାଇ ମନ୍ଦିର କଥା କହୁଛନ୍ତି ତ ଜଗନ୍ନାଥ ଆଶ୍ରମ ଆଜ୍ଞା କଥା ଆଜ୍ଞା 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 ସେଇଟା ଆଜ୍ଞା ସେ ରୋଡ ଟା ଆର ଏଣ୍ଡ ବି କରୁଛି ଆଜ୍ଞା ସେ ଆରଏନବି କରୁଛି ଆଜ୍ଞା ଆରଏନବି କହୁଛି ବର୍ତ୍ତମାନ ବିଏମସି କରୁନି ଇଲେକ୍ଟ୍ରିକ କରୁନି ଇଲେକ୍ଟ୍ରିକ ବାଲା ନାଇଁ ନାଇଁ ଅଛନ୍ତି ନାଇଁ ନାଇଁ ଶୁଣନ୍ତୁ ଆଜ୍ଞା ସେଇଟା ହଉଛି ଆର ଏଣ୍ଡ ବି କରୁଛି ସେମାନେ ତାର ଡିପୋଜିଟ କରିଥିବେ କର୍ପୋରେଟର ସ୍ଥାନୀୟ ପଇସା କର୍ପୋରେଟର କହୁଛନ୍ତି ବାରମ୍ବାର କହିଲା ପରେ ପଇସା ଡିପୋଜିଟ କଲା ପରେ ବି ଉଠାଉନି
ଏଇଟା ସେଟା ଇଲେକ୍ଟ୍ରିକ ବାଲା ସେ ଶୁଣ ସେଟା ହଉଛି ଇଲେକ୍ଟ୍ରିକ ବାଲା କହିପାରିବ ମୋର ସେ ଯେହେତୁ ଦ୍ୟାଟ୍ ଇଜ ନଟ୍ ମାଇ ରୋଡ ମୁଁ କହିପାରିବି ତାପରେ ମୁଁ କିଛି ଆପଣଙ୍କ ରୋଡ ନୁହେଁ ସେ ପଟ୍ଟନାୟକ ମୋର କହିବା କଥା ବୁଝିଲି ଆପଣ ମୁଁ ତ ସେ ଏରିଆରେ ରହୁଛି ମୁଁ ଜାଣିନି କି ଆଜ୍ଞା କଷ୍ଟ ଅସୁବିଧା କଣ ମୁଁ ଫେସ୍ କର୍ପୋରେଟର ଆଜ୍ଞା ବାରମ୍ବାର ତାଙ୍କୁ କହୁଛନ୍ତି ଖୁଣ୍ଟ ଉଠାନ୍ତୁ ତଥାପି ସେମାନେ ଉଠଉନାହାନ୍ତି ସେ କଥା ଛାଡ଼ି ଦିଅନ୍ତୁ ବର୍ତ୍ତମାନ ରାସ୍ତା ଯୋଉ କାମ ହଉଛି ଆପଣ ଯିଏ ସିଭିଲ ଇଞ୍ଜିନିୟର ଅଛନ୍ତି ସାଇଡ ଇଞ୍ଜିନିୟର ତାଙ୍କୁ ପଠାନ୍ତୁ ଆଜ୍ଞା ଅଫିସ କିଛି ଲାଭ ନାହିଁ ଯାଉଥିବେ ମୁଁ ମଧ୍ୟ ଆଉଥରେ କହିବି ସେମାନେ ରୋଡ ହେଇସାରିଲା ଭାଗ୍ୟରେ ଭିଜିଲାଣ୍ଟ ହେବେ ଆଜ୍ଞା ଫାଷ୍ଟ କାହିଁ ଭଙ୍ଗା ଗଲାନି ଫାଷ୍ଟ ଭାଙ୍ଗିକି ରୋଡ କରିବା କଥା ସିଏ ତ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଜଣେଇବା କଥା ହେଇଯାଇଛି ଆପଣ ଶୁଣନ୍ତୁ ଯାହା ମୁଁ ନଲେଜକୁ ଆସିଲା ପରେ ମୁଁ ତାର ଇମିଡିଏଟ ଆକ୍ସନ ନେଇଛି ଆଜ୍ଞା ପଟ୍ଟନାୟକ ଆପଣଙ୍କ ନଜରକୁ ଗଲା ଆପଣ ସେଟା ଚିଠି କରିଛନ୍ତି ଯେଠି ଭାଙ୍ଗିବେ କିନ୍ତୁ ଆପଣଙ୍କୁ ସେ ଇମିଡିଏଟ ଜଣେଇବା କଥା ଯେ ପଟ୍ଟନାୟକ ବାବୁ ଜଣେ ନାହାନ୍ତି ଶୁଣନ୍ତୁ ଅଲରେଡି ଜଣେ ନାହାନ୍ତି ତାଙ୍କର ସେମାନେ ଜଣେଇବା କଥା ଆଜ୍ଞା ଜଣେ ନାହାନ୍ତି ଆଉ ତାଙ୍କୁ ଯାହା କହିବା କଥା ମୁଁ କହିଛି ଆଉ ମୁଁ କଣ ମୁଁ ଛାଡ଼ିଦେବି କେବେ ହବ ଆଜ୍ଞା ଏଟା କେବେ ହବ ଏବେ ତାଙ୍କୁ କହିଛି ଏପ୍ରୋପ୍ରିଏଟଲି ଇମିଡିଏଟଲି ହବ ମୁଁ ଆଉ ତାକୁ ତୁରନ୍ତ ଭାଙ୍ଗିବା କମିଶନର ନଜର ଅଛି କି ଏଟା ବାଧ୍ୟରେ ନଜର ଜାଣିଥିବ ମୁଁ କହିପାରିବିନି କମିଶନର ଜାଣିଥିବେ କମିଶନର ଜାଣିବେ ମେୟର ମ୍ୟାଡାମ ଜାଣିଛନ୍ତି ମେୟର ମ୍ୟାଡାମ ଶୁଣନ୍ତୁ ମେୟର ମ୍ୟାଡାମ ଜାଣିଛନ୍ତି ନା ନାଇଁ ମୁଁ କେମିତି ରିପ୍ଲାଏ ଦେବି ସାର୍ କହିଲେ କେହି ଜାଣିପାରୁନାହାନ୍ତି ଏଠି କଣ ହଉଛି ରୋଡ କେତେ କାମ ହଉଛି କେତେ ପ୍ରୋଜେକ୍ଟ ଆଉଛି କେତେ ଟଙ୍କା ସବୁ ହଉଥିବ ଆଜ୍ଞା ମୁଁ କହିପାରିବି ମୁଁ ତ ଯାହା ଆପଣ ପଚାରିଲେ ମୁଁ ତାକୁ ଉତ୍ତର ଦେବି ସିଏ ଅମୁକ ଲୋକ ଜାଣିଛି ମାନେ ଆଜ୍ଞା ଜାଣିଛନ୍ତି ବୋଲି ତାଙ୍କ ନଲେଜ ଜାଣିଥିବେ ବାଧ୍ୟରେ ଜାଣିଥିବେ ଆପଣ ବିଏମସି ରେ କଣ ପୋଷ୍ଟ ଅଛନ୍ତି ମୁଁ ଆଜ୍ଞା ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଅଛି ଆଜ୍ଞା ଏକ୍ଜିକ୍ୟୁଟିଭ ଇଞ୍ଜିନିୟର डिवीजन 3 ଅଛି ଆଜ୍ଞା 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 ହଉ ଧନ୍ୟବାଦ।